ଆଜ୍ଞା ଟିକେ ପରିଚୟ ଦିଅନ୍ତୁ। ଜୟ ଜଗନ୍ନାଥ। ମୁଁ ରଜନୀକାନ୍ତ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ସିଂହଦା ମଣ୍ଡଳର ସାଧାରଣ ସମ୍ପାଦକ। ତ ବର୍ତ୍ତମାନ ଯେଉଁ କାଲି ଆମର ପଶ୍ଚିମବଙ୍ଗର ଯେଉଁ ରେଜଲ୍ଟ ବାହାରିଲା, ନିର୍ବାଚନର ରେଜଲ୍ଟ ଫଳାଫଳ ଘୋଷଣା କରାଗଲା, ତ ସେଠି ମମତା ବାନାର୍ଜୀ 15 ବର୍ଷ ଶାସନରେ ଥାଇକି ତାକୁ ବିଜେପି ବାଜିମାତ କରିନେଲା ସେଠାରେ। ତ ବର୍ତ୍ତମାନ ବିଜେପି ଶାସନ ଚାଲିବ, କ'ଣ କହିବେ ତାପରେ? ଏହି ବିଜୟ ପାଇଁ ପ୍ରଥମେ ମୁଁ ପଶ୍ଚିମବଙ୍ଗର ସମସ୍ତ ଭୋଟର ଭାଇ ଭଉଣୀ ମଉସା ମାଉସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବି। ସେମାନେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଶା ଭରସା ରଖି ଆଜି ତାଙ୍କୁ ଆଣିଛନ୍ତି, ତାଙ୍କୁ ଅନ୍ତର ସହିତ ଭଲ ପାଇଛନ୍ତି ମୋଦିଙ୍କୁ, ଯାହାଫଳରେ କି ଆଜି 15 ବର୍ଷର ଟିଏମସି ଶାସନ ଭୁଷୁଡ଼ି ପଡ଼ିଛି ଏବଂ ଗେରୁଆ ହୋଇଯାଇଛି ସମଗ୍ର ପଶ୍ଚିମବଙ୍ଗ। ଅତୀତରେ ମମତା ବାନାର୍ଜୀଙ୍କ ଶାସନ ପିରିୟଡ଼ରେ ଯେଉଁ ଦୁର୍ନୀତି ଭ୍ରଷ୍ଟାଚାର ଶାସନ ଚାଲିଥିଲା ତାର ପରାଜୟ ଘଟିଛି। ଅସତ୍ୟ ଉପରେ ସତ୍ୟର ଜୟ ହୋଇଛି, ଅଧର୍ମ ଉପରେ ଧର୍ମର ବିଜୟ ଘଟିଛି। ତ ଏଠି ବର୍ତ୍ତମାନ ଆଲୋଚନା ଚାଲିଛି ଯେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ସେଠାରେ କରିକି ଯେଉଁ ଜଗନ୍ନାଥ ଧାମ କଲେ, ତ ତା ସେଥିପାଇଁ ବର୍ତ୍ତମାନ ମହାପ୍ରଭୁଙ୍କ ଅଭିଶାପ ପଡ଼ିଲା। ତ ଏହା ବିଷୟରେ କ'ଣ କହିବେ ଆପଣ? ନିଶ୍ଚିତ ମମତା ବାନାର୍ଜୀ ଯେଉଁ ନିଜର ଆତ୍ମବଳିମା ଦେଖେଇକି ଦ୍ୱିତୀୟ ଶ୍ରୀକ୍ଷେତ୍ର କରିବାକୁ ଚାହିଁଥିଲେ, ତାର ଏ ଜ୍ୱଳନ୍ତ ଉଦାହରଣ ପାଇଗଲେ। ପଥରରେ ତିଆରି ଜଗନ୍ନାଥ ମୂର୍ତ୍ତି ଯଦି ଜୀବନ୍ତ ହୋଇଯିବ, ଏଠି ଦାରୁ ବ୍ରହ୍ମ ଯେଉଁ ବସିଛନ୍ତି ଆମର ଶ୍ରୀକ୍ଷେତ୍ରରେ, ଆଉ ତାକୁ ତ ଲୋକ ଆଉ ତାଙ୍କୁ ଆଉ ଆସିବେନି ଏଠିକି। ତେଣୁ ତାର ଫଳ ଆଜି ତାଙ୍କୁ ମିଳିଯାଇଛି। ତ ବର୍ତ୍ତମାନ ଆପଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଭଳି ମାନେ ଶ୍ରେୟ ଦେବେ ଏବଂ କଲିକତା ଏବଂ ଓଡ଼ିଶାର ଜନସାଧାରଣ ଆମ ଅତିଥିମାନେ ଯାଇ ସେଠାରେ ବି ନିଜର ଦଳ ପ୍ରତି ସାହାଯ୍ୟ ସହାନୁଭୂତି ଦେଖାଉଥିଲେ, ତ ଏମାନେ ସବୁ କିଭଳି ଶ୍ରେୟ ଦେବେ? ପ୍ରଥମେ ଆମେ ତ ସେହି ଦଳର କାର୍ଯ୍ୟକର୍ତ୍ତା। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କୁ ସିଏ ମାନେ ଯେ ଖାଲି ପ୍ରଧାନମନ୍ତ୍ରୀ ନୁହେଁ, ସେ ବର୍ତ୍ତମାନ ବିଶ୍ୱର ଗୁରୁ ହୋଇଗଲେଣି। ଯେକି ସମଗ୍ର ବିଶ୍ୱ ତାଙ୍କୁ ମାନେ ଭଲ ପାଉଛି। ତେଣୁ ତାଙ୍କ ଉପରେ ଭରସା ରଖି ତାଙ୍କର ଶାସନକୁ ଭଲ ପାଇ ପଶ୍ଚିମ ଲୋକ ତାଙ୍କୁ ଅନ୍ତରରେ ଗ୍ରହଣ କରିଦେଇଛନ୍ତି ଯେ ଆମର ମୋଦି ଦରକାର। ସେ ମୋଦିଜୀଙ୍କ ଆହ୍ୱାନ କ୍ରମେ ଆମ ଓଡ଼ିଶାରୁ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆମର ଭାରତୀୟ ଜନତା ପାର୍ଟି ଓଡ଼ିଶାର ସଭାପତି ମନମୋହନ ସାମଲ, ଅନେକ ନେତୃବୃନ୍ଦ ଏବଂ ତଳ କାର୍ଯ୍ୟକର୍ତ୍ତା ମଧ୍ୟ ଯାଇକି ତାଙ୍କର ପରିଶ୍ରମ ଦେଇ ଆଜି ସଫଳ କରାଇଛନ୍ତି ପଶ୍ଚିମବଙ୍ଗରେ ଟିଏମସି ଶାସନକୁ ଧୂଳିସାତ୍ କରିବା ପାଇଁ। ତ ଶ୍ରେୟ କାହାକୁ ଦେବେ? ଶ୍ରେୟ ଆମେ ବିଶେଷ କରି ଦିଆଯିବ ପଶ୍ଚିମବଙ୍ଗର ବାସିନ୍ଦାମାନଙ୍କୁ। ଆଉ ପ୍ରଧାନମନ୍ତ୍ରୀଙ୍କୁ ସେମାନେ ଅତ୍ୟଧିକ ଭଲ ପାଇଛନ୍ତି, ଏହି ତାର ଫଳ। ତ ପଶ୍ଚିମବଙ୍ଗର ଭୋଟରମାନେ ଆଜି ଜନତାମାନେ ଉଚିତ ଜବାବ ଦେଇଛନ୍ତି। ନିଶ୍ଚିତ। ଆଜ୍ଞା, ଧନ୍ୟବାଦ।